ଥରେ ଜଣେ ଲୋକଟିଏ ଥିଲେ, ତାଙ୍କ ଘରେ ଜାଁଳା ଛୁଆ ଦୁଇଟି ଜନ୍ମ ହେଲେ, ପୁଅଟିଏ ଝିଅଟି। ଲୋକଟି ଖୁସି ହେଇକରି ଦୁଇଟି ଗଛ ଲଗାଇଲେ, ତାର ଯତ୍ନ ମଧ୍ୟ ନେଲେ। ଏପଟେ ପୁଅ ଝିଅର ଯତ୍ନ ମଧ୍ୟ ନେଲେ ଏବଂ ସେପଟେ ସେ ଔଷଧ ଉଦ୍ୟାନ ଯେଉଁ ଗଛ ଥିଲା, ସେ ଦୁଇଟି ଗଛର ମଧ୍ୟ ଯତ୍ନ ନେଲେ। କୌଣସି କାରଣରୁ ସେ 2 ଦିନ ପାଇଁ ବଗିଚାକୁ ଯାଇପାରିଲେ ନାହିଁ। ବଗିଚା ଘରଠାରୁ କିଛି ଦୂରରେ ଥିଲା। ପରେ ଯାଇ ଦେଖିଲେ ଯେ କିଏ ଜଣେ ଯାଇକରି ଗଛର ବଡ଼ ଡାଳ ଦୁଇଟା ହାଣି ଦେଇছে, ଦୁଇଟା ଗଛରୁ। ତାଙ୍କୁ ବହୁତ ବାଧିଲା। ସେ ଘରକୁ ଆସିକରି କାନ୍ଦିଲେ। ଯେତେବେଳେ ପୁଅ ଝିଅ ପଚାରିଲେ, ବାପା କ'ଣ ହେଲା କାନ୍ଦୁଛ? ବାପା କହିଲେ, ତୁମର ଜନ୍ମଦିନ 2ଟି ଗଛ ଲଗାଇଥିଲି, ଆଜି କିଏ କାଟି ଦେଇଛି। ତାପରେ ଖୋଜା ଚାଲିଲା। ଯେଉଁ ଲୋକ କାଟିଥିଲା ତାକୁ ଧରିଲେ। ତାକୁ ଧରିଲା ପରେ ସେ ପୁଅ ଝିଅର ବାପା କହିଲେ, ମୁଁ ତୁମକୁ ପୋଲିସରେ ଦେବି, ତୁମେ ଗଛ ହାଣିଛ। ଯେଉଁ ଲୋକ ଗଛ ହାଣିଥିଲା ସେ ହାତ ଯୋଡ଼ି କରି ମୁଣ୍ଡିଆ ମାରିଲା, ମୋତେ ଯେଉଁ ଦଣ୍ଡ ଦେବ ଦିଅ, ମୋତେ ଥାନାକୁ ନିଅ ନାହିଁ। ଏହାପରେ ତାକୁ ଦଣ୍ଡ ଦିଆଗଲା, ତୁମେ ଯେହେତୁ 2ଟି ଡାଳ ହାଣିଛ, ତେଣୁକରି ଏହି ସ୍ଥାନରେ 2ଟି ଗଛ ଲଗାଇବ ଏବଂ 2 ମାସ ପାଇଁ ଯତ୍ନ ନେବ। ଏହାପରେ ଦଣ୍ଡ ସ୍ୱରୂପ ସେହି ଲୋକଟି 2ଟି ଗଛ ଲଗାଇଲା ଏବଂ 2 ମାସ ଯତ୍ନ ନେଲା। ତାପରେ କହିଲେ, ତୋର ଦଣ୍ଡଟା ହେଇଗଲା, ଆଉ କେବେ ହେଲେ ମଧ୍ୟ ଯେଉଁ ଗଛକୁ ଆମେ ସଉକିରେ ବଢ଼େଇଛୁ, ଯେ ପରିବେଶକୁ ସୁନ୍ଦର ଦିଶୁଛି, ତାକୁ କେବେ ମଧ୍ୟ ହାଣିବୁ ନାହିଁ। ସେଇଦିନଠାରୁ ସେ ଯିଏ ଗଛ ହାଣୁଥିଲା, ସେ ମଧ୍ୟ ଧୀରେ ଧୀରେ ତାର କ୍ଷେତରେ ସବୁ ଗଛ ସବୁ ଲଗାଇଲା, ପରିବେଶ ସୁନ୍ଦର ଦିଶିଲା। ତେଣୁକରି ଗଛ ହେଉଛି ଆମର ଜୀବନ। ଆମେ କେବେ ହେଲେ ମଧ୍ୟ ଗଛକୁ ନଷ୍ଟ କରିବା ନାହିଁ।